ତ ଭାରତ କି ଏକତା ଜିନ୍ଦାବାଦ। ତ ଆମେ ବର୍ତ୍ତମାନ ଉପସ୍ଥିତ ହୋଇସାରିଛି ନାଗମାନଙ୍କ ଦ୍ୱାରା ଅଶୋକଙ୍କ ଅଲଙ୍କାର ଅପହରଣ। ପ୍ରିଭିୟସ୍ କ୍ଲାସ୍ରେ ଆମେ ସାରିଥିଲି ତିନୋଟି କାରଣକୁ ଖତମ। ଆମେ ତିନୋଟି କାରଣକୁ ଖତମ କରି ସାରିଥିଲେ। ବର୍ତ୍ତମାନ ଚତୁର୍ଥ ନମ୍ବର କଜେସ୍କୁ ଆମେ ବା କାରଣକୁ ଉପସ୍ଥିତ ହୋଇଅଛୁ। ଚତୁର୍ଥ ନମ୍ବର କାରଣ ହେଉଛି ନାଗମାନଙ୍କ ଦ୍ୱାରା ଅଶୋକଙ୍କ ଅଲଙ୍କାର ଅପହରଣ। ଅର୍ଥାତ୍ ସମୁଦ୍ର ବାଟ ଦେଇ ଅଶୋକଙ୍କ ପାଇଁ ଏକ ମୂଲ୍ୟବାନ ବସ୍ତୁ ଆସୁଥିଲା, ଯାହାକୁ କି କଳିଙ୍ଗର ନାଗା ଗୋଷ୍ଠୀ ତଥା ନାବିକ ଗୋଷ୍ଠୀ ସେଇ ଜାହାଜକୁ ଲୁଣ୍ଠନ କରିଥିଲେ, ଲୁଟି ନେଇଥିଲେ। ସେଇ କ୍ରୋଧକୁ ନେଇ ମଧ୍ୟ ଅଶୋକ କଳିଙ୍ଗକୁ ଆକ୍ରମଣ କରିଥିଲେ। ତେଣୁକରି ତିବ୍ବତୀୟ ଲେଖକ ଲାମା ତାରାନାଥଙ୍କର ବିବରଣୀ ଜଣାଯାଏ ଯେ ଅଶୋକ ଆଭୂଷଣ ଲୁଟି ନେଇଥିଲେ ନାଗାମାନେ। ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ ବୋଲି ମଧ୍ୟ ଜଣାଯାଏ। ଐତିହାସିକ P.H. ଲ୍ୟାଗ୍ରାମଣ୍ଟ ନାବିକମାନଙ୍କୁ କଳିଙ୍ଗର ସମୁଦ୍ରୋପଯୋଗୀ ହିସାବରେ ବର୍ଣ୍ଣନା କରିଛନ୍ତି। ହେଲା, ସେମାନେ ସମୁଦ୍ରରେ ଅଶୋକଙ୍କ ନୌକାକୁ ଆକ୍ରମଣ କରି ତାଙ୍କଠାରୁ ଅଲଙ୍କାର ମାନ ଲୁଟି ନେଇଥିବା ଯୋଗୁଁ ଅଶୋକ କଳିଙ୍ଗ ସହ ଯୁଦ୍ଧ କରିବାକୁ ଆଗଭର ହୋଇଥିଲେ। ହେବେନି କେମିତି? ନିଶ୍ଚିତ ଭାବରେ ତାଙ୍କ ପାଇଁ ଯଦି ଜଣେ ମୂଲ୍ୟବାନ ବସ୍ତୁ ଆସୁଅଛି, ତାକୁ ଜଣେ ଲୁଟି ନେଉଛି, ତ ନିଶ୍ଚିତ ଭାବରେ କ୍ରୋଧିତ ହୋଇକି ଆକ୍ରମଣ କରିବା ପାଇଁ ଚେଷ୍ଟିତ ରହିବେ। ଐତିହାସିକମାନେ ଏହି ଘଟଣାର ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। ନୋ ଇଣ୍ଟରେଷ୍ଟେଡ୍। ଐତିହାସିକମାନେ ଏହି ସମୁଦ୍ର ଘଟଣାକୁ ନାବିକ ଗୋଷ୍ଠୀମାନଙ୍କୁ ଇଣ୍ଟରେଷ୍ଟ ଦିଅନ୍ତି ନାହିଁ ବା ବିଶ୍ୱାସ କରନ୍ତି ନାହିଁ କିମ୍ବା ଗୁରୁତ୍ୱ ଦିଅନ୍ତି ନାହିଁ। ଇଏ ହେଉଛି ମିଛ ବୋଲି ମଧ୍ୟ ଭାବିଥାନ୍ତି। ତ ନମ୍ବର ପଞ୍ଚମରେ ଆସିଲା ଧର୍ମଗତ କାରଣ। ଧର୍ମଗତ କାରଣ କ'ଣ ନା, ବୋଧ ହୁଏ ଧର୍ମ ସମ୍ପର୍କିତ କାରଣ ଅଶୋକଙ୍କୁ କଳିଙ୍ଗ ଆକ୍ରମଣ କରିବା ପାଇଁ ବାଧ୍ୟ କରିଥିଲା। ଉପାଦାନ ଗୁଡ଼ିକରୁ ଜଣାଯାଏ ଯେ ଅଶୋକ କଳିଙ୍ଗ ଆକ୍ରମଣ ପୂର୍ବରୁ ବ୍ରାହ୍ମଣୀୟ ଧର୍ମ ଶିବ ଉପାସନା ଅନୁସରଣ କରୁଥିଲେ। ଯେତେବେଳେ କଳିଙ୍ଗ ଆକ୍ରମଣ କରିବା ପୂର୍ବରୁ, ମାନେ କଳିଙ୍ଗ ଆକ୍ରମଣ କରିନଥାନ୍ତି, ତା ପୂର୍ବରୁ ସେ ବ୍ରାହ୍ମଣ ଧର୍ମ ବା ଶିବ ଉପାସନା ଅନୁସରଣ କଲେ। କଳିଙ୍ଗ ସେତେବେଳେ ବୌଦ୍ଧ ଅଥବା ଜୈନ ଧର୍ମ ରହିଥିବାର ଅନୁମାନ କରାଯାଇପାରେ। ସେଥିପାଇଁ ଅଶୋକ ଏକ ଧର୍ମ ଯୁଦ୍ଧ କରିବା ପାଇଁ କଳିଙ୍ଗର ଅଧିବାସୀଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇବାର ଇପ୍ସା ନେଇ କଳିଙ୍ଗ ଆକ୍ରମଣ କରିଥିଲେ ବୋଲି ମଧ୍ୟ ଜଣାପଡ଼େ। ଅର୍ଥାତ୍ ସେ ଶିବ ଉପାସନା ବା ବ୍ରାହ୍ମଣ ଧର୍ମରେ ଅନୁସରଣ କରାଇବା ବା ତାଙ୍କ ଧର୍ମରେ ଅଧିବାସୀଙ୍କୁ ଦୀକ୍ଷିତ କରାଇବାର ଅଭିପ୍ସା ତାଙ୍କ ମନରେ ଜାଗ୍ରତ ହୋଇଥିଲା। ତେଣୁ କଳି ମଧ୍ୟ କଳିଙ୍ଗକୁ ଆକ୍ରମଣ କରିବାର ପ୍ରୟାସ ସେ କରିଥିଲେ ବୋଲି ମଧ୍ୟ ଜଣାଯାଏ। ନମ୍ବର 6 ଆସୁଛି କାରୁବାକି କିମ୍ବଦନ୍ତୀ। ଆପଣମାନେ ସମସ୍ତେ ଜାଣିଥିବେ କି କାରୁବାକି କିମ୍ବଦନ୍ତୀର ଅର୍ଥ କ'ଣ? କି କାରୁବାକି କିମ୍ବଦନ୍ତୀ ହେଉଛି ଜଣେ ଧୀବର କନ୍ୟା, ଯିଏକି କଳିଙ୍ଗର ଜଣେ ଧୀବର କନ୍ୟା ବା କେଉଟ କନ୍ୟା। ସେ ବହୁତ ସୁନ୍ଦର। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଧୀବର ଗୋଷ୍ଠୀ ମଧ୍ୟରେ କାରୁବାକି କିମ୍ବଦନ୍ତୀ ବହୁଳ ଭାବରେ ପ୍ରଚଳିତ। ଏହି କିମ୍ବଦନ୍ତୀର ଅର୍ଥ କ'ଣ ନା, କିମ୍ବଦନ୍ତୀ କୌଣସି ପ୍ରକାର ଗୋଟିଏ ତଥ୍ୟ ପ୍ରଦାନ କରିଥାଏ। ସେ ବହୁ ଦିନର ତଥ୍ୟକୁ, ମାନେ ବର୍ତ୍ତମାନର ମନୁଷ୍ୟକୁ ପ୍ରଦାନ କରାଯାଉଥିବା, ତାହାକୁ ବିଶ୍ୱାସ କରାଯାଉଥିବା ହେତୁ ତାହାକୁ କୁହାଯାଏ କିମ୍ବଦନ୍ତୀ। କିମ୍ବଦନ୍ତୀ ଅନୁସାରେ ଧୀବର କନ୍ୟା ବା କେଉଟ କନ୍ୟା, ମୁଖ୍ୟ କନ୍ୟା କାରୁବାକି କଳିଙ୍ଗ ରାଜକୁମାରୀ ବାଗଦତ୍ତା, ଅର୍ଥାତ୍ କଳିଙ୍ଗର ଯିଏକି ସେହି ସମୟରେ ରାଜକୁମାର ଥିଲେ, ମିଷ୍ଟେକ୍ ହେଇଯାଇଛି, ଏଇଟା ରାଜକୁମାର ଲେଖିବେ। ରାଜକୁମାରଙ୍କ ଭଉଣୀ ବାଗଦତ୍ତା ଅର୍ଥାତ୍ ଭଉଣୀ, ତାଙ୍କ ରୂପଲାବଣ୍ୟ ଦର୍ଶନରେ ଅଶୋକ ତାଙ୍କ ପ୍ରତି ଆସକ୍ତି ହୋଇ ପଡ଼ିଲେ। ତାଙ୍କୁ ଲାଭ କରିବାକୁ ହେଲେ କଳିଙ୍ଗ ସହ ଯୁଦ୍ଧ କରିବାକୁ ଏକାନ୍ତ ଭାବରେ ଆବଶ୍ୟକ ବୋଲି ସେ ମଣିଲେ। ଅବଶ୍ୟ ଅଶୋକ ସମୟରେ ଏହି ଦୁର୍ବଳତା ଥିଲା। ସେ ଉଜ୍ଜୟିନୀରେ କୁମାର ରୂପେ ଅବସ୍ଥାପିତ ଥିବା ସମୟରେ ଦେବୀଙ୍କ ସହ ପ୍ରଣୟ ଲୀଳା ରଚି ତାଙ୍କୁ ବିବାହ କରିଥିଲେ। ଅର୍ଥାତ୍ ସେ ଯେତେବେଳେ ଉଜ୍ଜୟିନୀରେ ରାଜକୁମାର ହିସାବରେ ଥିଲେ, ତାଙ୍କ ଯେତେବେଳେ ପିତା ବିନ୍ଦୁସାର ଶାସନ ସମୟରେ ସେହି ଦେବୀଙ୍କ ସହ ଅର୍ଥାତ୍ କାରୁବାକିଙ୍କ ସହ ପ୍ରଣୟ ଲୀଳା କରୁଥିଲେ। ଅର୍ଥାତ୍ ରାଜକୁମାର କାରୁବାକିଙ୍କ ବାଗଦତ୍ତା, ଅର୍ଥାତ୍ ସେ କ'ଣ କରୁଥିଲେ ନା, ସେହି ସମୟରେ ଯେତେବେଳେ ଉଜ୍ଜୟିନୀରେ ସେ ରାଜକୁମାର ଥିଲେ, ତାଙ୍କ ସହିତ ପ୍ରଣୟ କରିଥିଲେ। ଅର୍ଥାତ୍ କାମ ବାସନା କରିଥିଲେ, ତାଙ୍କ ସହିତ ରାସଲୀଳା କରିଥିଲେ। ଅର୍ଥାତ୍
କାରୁବାକିଙ୍କ ସହିତ ରାଜକୁମାର ସମୟରେ ପ୍ରଣୟ ଲୀଳା ରଚି ସାରିଥିଲେ, ତାଙ୍କୁ ବିବାହ ମଧ୍ୟ କରିସାରିଥିଲେ ବୋଲି କୁହାଯାଇପାରେ। ତେଣୁ ସେହି ଦୁର୍ବଳତା ଯେ ତାଙ୍କୁ କାରୁବାକିଙ୍କ ପ୍ରତି ଆକୃଷ୍ଟ କରିଥିଲା, ଏଥିରେ ସନ୍ଦେହର ଅବକାଶ ନାହିଁ। ଆହ୍ଲାବାଦରୁ ପ୍ରାପ୍ତ ରାଣୀ ସ୍ତମ୍ଭାଭିଲେଖରୁ ଜଣାପଡ଼େ ଯେ ଅଶୋକଙ୍କର କାରୁବାକି ନାମକ ଜଣେ ରାଣୀ ଥିଲେ, ଯାହାଙ୍କର ପୁତ୍ର ନାମ ଥିଲା ତିବ୍ବରଦେବ। ଆହ୍ଲାବାଦ ପ୍ରାପ୍ତ ରାଣୀ ସ୍ତମ୍ଭାଭିଲେଖରୁ ଜଣାପଡ଼େ ଯେ ଅଶୋକଙ୍କର କାରୁବାକି ନାମକ ଜଣେ ରାଣୀ ଥିଲେ। ଆପଣମାନଙ୍କୁ ମୁଁ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ଆପଣମାନଙ୍କ ସନ୍ଦେହ ଥିବ କ'ଣ, ଏ ତ ଆହ୍ଲାବାଦ ଶିଳାଲେଖରୁ ଜଣାପଡ଼ୁଛି ଯେ କାରୁବାକି ଜଣେ ସ୍ତ୍ରୀ ଥିବ, ସେଇ ପୁଣି କ'ଣ କହିଲେ, ଟିକେ ଆଗରୁ କ'ଣ କହିଲେ ବୋଲି ନିଶ୍ଚିନ୍ତ ଭାବରେ ପ୍ରଶ୍ନ ଉଠୁଥିବ। ତ ଆମେ ଟିକେ ପୁଣି ଦୃଷ୍ଟି ଆକର୍ଷଣ କରିଦେବା। ଅର୍ଥାତ୍ ଏଠାରେ ଯେଉଁ କୁହାଯାଇଛି, ସେ ଉଜ୍ଜୟିନୀରେ କୁମାର ରୂପେ ଅବସ୍ଥାପିତ ଥିବା ସମୟରେ ଦେବୀଙ୍କ ସହ ପ୍ରଣୟ ଲୀଳା ରଚି ତାଙ୍କୁ ବିବାହ କରିଥିଲେ। ଅର୍ଥାତ୍ ଏଠାରେ ଦେବୀ ଅର୍ଥାତ୍ କୌଣସି ନାଁ କୁହାଯାଇ ନାହିଁ, ତାଙ୍କୁ ଦେବୀ ସହ ତୁଳନା କରାଯାଇଛି ଏବଂ ସେ ଦେବୀଙ୍କ ନାଁ କୁହାଯାଏ ନାହିଁ, ଯାହାକୁ କି ସେ ପ୍ରଥମେ ବିବାହ କରିଥିଲେ। ତେଣୁକରି ମୋର ମଧ୍ୟ ସନ୍ଦେହ ଜାତ ହୋଇଉଠେ ଏଠାରେ, କିନ୍ତୁ ଆପଣମାନଙ୍କର ସନ୍ଦେହ ହେବାର କୌଣସି ପ୍ରଶ୍ନ ଉଠୁନାହିଁ ହେଲା। ତ ଏହାକୁ ମୁଁ ବହୁତ ଗମ୍ଭୀର ଭାବରେ ଲେଖିଛି, ଏହାକୁ ଏତେ ଜାଣିବା ମଧ୍ୟ ଦରକାର ନାହିଁ ହେଲା। ତ କ'ଣ ହେଲା ନା, ଆହ୍ଲାବାଦ ପ୍ରାପ୍ତ ରାଣୀ ଲେଖା ସ୍ତମ୍ଭଲେଖରୁ ଜଣାପଡ଼େ ଯେ ଅଶୋକଙ୍କର କାରୁବାକି ନାମକ ଜଣେ ରାଣୀ ଥିଲେ, ଯାହାଙ୍କର ପୁତ୍ର ନାମ ଥିଲା ତିବ୍ବରଦେବ। କଳିଙ୍ଗ ଯୁଦ୍ଧ ଫଳାଫଳ ବିଷୟରେ ବର୍ତ୍ତମାନ ଆମେ ଆଲୋଚନା କରିବା। କଳିଙ୍ଗ ଯୁଦ୍ଧର ଭୁବନେଶ୍ୱର ଦୟାନଦୀ କୂଳରେ ଅବସ୍ଥିତ ଖ୍ରୀଷ୍ଟପୂର୍ବ 261ରେ ଘଟିଥିଲା, ଆମେ ସମସ୍ତେ ଜାଣି ସାରିଅଛୁ। ଅଶୋକଙ୍କ ତ୍ରୟୋଦଶ ଶିଳାଲେଖରୁ ଅର୍ଥାତ୍ ରୋକ୍ ଏଡିକ୍ଟ 13 ଯେଉଁ ଶିଳାଲେଖ କି ପାକିସ୍ତାନର ଶାହବାଜ ଗାଡ଼ିଠାରେ ଅଛି, ତ୍ରୟୋଦଶ ଶିଳାଲେଖ ପାକିସ୍ତାନର ଶାହବାଜ ଗୁଡ଼ିଠାରେ ଅଛି ବା ସେଠାରୁ ଆବିଷ୍କୃତ କରାଯାଇଛି, ତାହାକୁ ଖୋଦାଯାଇଛି। କଳିଙ୍ଗ ଯୁଦ୍ଧର ଭୟାବହତା, ଏହାର ଦୁଃଖଦ ପରିଣାମ, ମୃତ ଓ ଆହତଙ୍କ ବିଷୟରେ ତଥ୍ୟ ମିଳିଥାଏ। ଏହି ତ୍ରୟୋଦଶ ଶିଳାଲେଖରୁ ପୁଙ୍ଖାନୁପୁଙ୍ଖ ବିବରଣୀ ମିଳିଥାଏ। ତ୍ରୟୋଦଶ ଶିଳାଲେଖରୁ ବର୍ଣ୍ଣନାନୁସାରେ ଏହି ଯୁଦ୍ଧରେ କଳିଙ୍ଗ ପକ୍ଷରୁ 1,00,000 ସୈନ୍ୟ ନିହତ ହୋଇଥିଲା ସମୟରେ 1,50,000 ସୈନ୍ୟ ହାତରେ ବନ୍ଦୀ ହୋଇଥିଲେ ବୋଲି କୁହାଯାଏ ଏବଂ ସେହି ସଂଖ୍ୟକ ଅର୍ଥାତ୍ 2,50,000 କଳିଙ୍ଗ ସୈନ୍ୟ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିହ୍ନ ହୋଇଯାଇଥିଲେ ବୋଲି କୁହାଯାଇପାରେ ମଧ୍ୟ। ଏହି ଯୁଦ୍ଧରେ ମର୍ମାହତ ହୋଇ ଅଶୋକ ଜୀବନ କାଳ ମଧ୍ୟରେ ଆଉ ଯୁଦ୍ଧ ନ କରିବାକୁ ସଂକଳ୍ପ ନେଇଥିଲେ ଏବଂ ଉପଗୁପ୍ତ ନାମକ ବୌଦ୍ଧ ସନ୍ନ୍ୟାସୀ ମତାନ୍ତରେ ମୋଗଲି ପୁତ୍ତତିସା ବା ନୈଗୃଧ ଅର୍ଥାତ୍ ସେହି ଉପଗୁପ୍ତଙ୍କୁ ମୋଗଲି ପୁତ୍ତତିସା ବୋଲିକି ମଧ୍ୟ କୁହାଯାଇଛି, ଯିଏକି ଅନୁମାନ କରାଯାଏ ସେ ଉପଗୁପ୍ତ ନାମକ ବୌଦ୍ଧ ସନ୍ନ୍ୟାସୀଙ୍କ ଦ୍ୱାରା ସେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ ବୋଲି ଆନନ୍ଦ କୁମାର। କଳିଙ୍ଗ ଯୁଦ୍ଧର ଫଳାଫଳ ଭୟଙ୍କର ଯୁଦ୍ଧ କହିଲେ। କଳିଙ୍ଗ ମୁଁ ଆପଣଙ୍କୁ ପ୍ରଥମେ କହିସାରିଛି କି କଳିଙ୍ଗ ଯୁଦ୍ଧ କେବଳ ଖାଲି ଓଡ଼ିଶାରେ କିମ୍ବା କଳିଙ୍ଗରେ ନୁହଁ, ସାରା ବିଶ୍ୱରେ ଏହା ହେଉଛି ଗୋଟିଏ ରୋମ ଟାଙ୍କୁରି ଉଠିଲା ପରି ଯୁଦ୍ଧ, ଯାହାକି ଦେହ ଥରିଯାଏ, ଗୋଡ଼ ତଳୁ ମାଟି ଖସିଯାଏ ଏହି ଯୁଦ୍ଧର ଭୟାବହତା ଶୁଣିଲେ। ଯୁଦ୍ଧ ସମାପ୍ତିରେ ରକ୍ତ ରଞ୍ଜିତ ପରିବେଶ, ଆହତଙ୍କ ଚିତ୍କାର, କରୁଣ କ୍ରନ୍ଦନ, ବିଷାଦଗ୍ରସ୍ତ ଜନତାଙ୍କ ଆର୍ତ୍ତହାଙ୍କର ଯୁଦ୍ଧ ପିପାସୁ ଅଶୋକଙ୍କୁ ଅତ୍ୟନ୍ତ ବିଚଳିତ କରିଦେଲା। ଏହିପରି ମାନସିକ ବିଚଳତା ମଧ୍ୟରେ ତାଙ୍କର ଦେଖାଗଲା ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କର ସମ୍ପୂର୍ଣ୍ଣ ମାନସିକ ବିକାଶ ଓ ପରିବର୍ତ୍ତନ ଘଟିଲା ଏବଂ ସେ ତାଙ୍କ ଦ୍ୱାରା ଅର୍ଥାତ୍ ଉପଗୁପ୍ତଙ୍କ ଦ୍ୱାରା ବୌଦ୍ଧ ଧର୍ମ ଗ୍ରହଣ କରି ଚିରନ୍ତନ ଶାନ୍ତି ଲାଭରେ ଉଦ୍ଦେଶ୍ୟ ରଖିଲେ। ବୌଦ୍ଧ ଧର୍ମ ଗ୍ରହଣ କରିସାରିବା ପରେ ସେ ବୁଝିଲେ ଯେ ତରବାରୀର ଜୟ ପ୍ରକୃତ ଜୟ ନୁହେଁ, ପ୍ରକୃତ ଜୟ ହେଲା ଦୟା, କ୍ଷମା, ଦାନ, ସହନଶୀଳତା ଆଦି ମାନବିକ ବିକାଶ ଦ୍ୱାରା ମନୁଷ୍ୟର ମନକୁ ଜୟ କରିବା ହେଲା ପ୍ରକୃତ ଜୟ। ବୁଝିହେଲା? ଅର୍ଥାତ୍ କୌଣସି ତରବାରୀର ଜୟ ପ୍ରକୃତ ଜୟ ନୁହେଁ। ପ୍ରକୃତ ଜୟ ହେଉଛି ଗୋଟିଏ ମାନବର ତାହାକୁ ପ୍ରେମ ସହିତ ଜିତିବା, ଦାନ କରିକି ଜିତିବା, ସମସ୍ତଙ୍କୁ ଭାଇଚାରା ରଖିକି ଜିତିବା, ସେଟା ହେଉଛି ଗୋଟିଏ ମନୁଷ୍ୟର ମନକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ସେ ପଶ୍ଚାତାପ୍ ପୁଣି ବାହାରିଛନ୍ତି। ତେଣୁକରି କଳିଙ୍ଗ ଯୁଦ୍ଧର ପରଠାରୁ ଅଶୋକ ହେଲେ ସତ୍ୟ ଓ ଅହିଂସା ଶାନ୍ତିର ବାର୍ତ୍ତାବହ। ସେ ସବୁ ହିଂସାକୁ ଛାଡ଼ି ଅହିଂସା ଗ୍ରହଣ କଲେ, ଅସତ୍ୟକୁ ସତ୍ୟ ବାଟରେ ଛାଡ଼ିଲେ, ଅଶାନ୍ତିର ଶାନ୍ତି ବାଟକୁ ପରିବର୍ତ୍ତନ ହେଲେ। ସେ ବୌଦ୍ଧ ଧର୍ମର ପ୍ରଚାର କିପରି କଲେ,
କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ହେଲେ ଆମେ ସମସ୍ତେ ଜାଣିଛେ। ତାପରେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଉକ୍ତ ଧର୍ମର ପ୍ରଚାରରେ ଆଗେଇ ଆସିଲି ଏବଂ ତାଙ୍କରି ସମୟରେ ଏହି ଧର୍ମ ଗଣଧର୍ମରେ ପରିଣତ ହେଲା। ଅର୍ଥାତ୍ ଅଶୋକଙ୍କ ସମୟରେ, ଏଇଟା ଗୋଟେ ଆପଣମାନେ ନିଶ୍ଚିନ୍ତ ଭାବରେ ଲେଖିଦିଅନ୍ତୁ କି ଅଶୋକଙ୍କ ସମୟରେ ବୌଦ୍ଧ ଧର୍ମ ଗଣଧର୍ମରେ ପ୍ରଚଳିତ ହେଲା, ଦେଶ ବିଦେଶରେ ପ୍ରଚଳିତ ହେଲା, ପ୍ରଚାର ପ୍ରସାର ହେଲା। ଭାରତରେ ବୌଦ୍ଧ ଧର୍ମ ଜାତୀୟ ଧର୍ମର ମାନ୍ୟତା ପାଇଲା ପରେ ଅଶୋକ ଏହି ଧର୍ମକୁ ବିଦେଶୀ ପଠାଇବା ପାଇଁ ଚିନ୍ତା କଲେ ଓ ସେ ବୌଦ୍ଧ ଧର୍ମର ଦୟା, ପ୍ରେମ, ଅହିଂସା ବାଣୀ ଗ୍ରୀସରୁ ବର୍ମା, ହିମାଳୟରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ବିସ୍ତାର କଲେ। ଉପଗୁପ୍ତଙ୍କ ଠାରୁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ସେ। ଇଏ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ସ। ଉପଗୁପ୍ତଙ୍କ ଠାରୁ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। କଳିଙ୍ଗ ଯୁଦ୍ଧ ପରେ ରୂପାନ୍ତରିତ ଅଶୋକ ସାରା ଜୀବନ ପାଇଁ ଯୁଦ୍ଧ ତ୍ୟାଗ କରି ଯେଉଁ ସାର୍ବଜନୀନ ପ୍ରେମ ଓ ମୈତ୍ରୀର ଯାତ୍ରା ଆରମ୍ଭ କରିଥିଲେ, ସେଥିପାଇଁ ସେ କାଳଜୟୀ ଅମର। ଆମର ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ, ସେ ଅଶୋକ ତ ଏତେ ଅନେଶପତଟି ଭାଇକୁ ହତ୍ୟା କରିଥିଲା, ଏପରି ଭାବରେ ନୃଶଂସ କାର୍ଯ୍ୟ କରେ, ସେ ଏପରି ମାନେ ଗୋଟେ ଭୟଙ୍କର ପଶୁସ୍ତୁଲ୍ୟ କାର୍ଯ୍ୟ କରି ସେ କିପରି ଭାବରେ ତାହାକୁ ଆମେ ଆଜି ଯୁକ୍ତ 2 ଇତିହାସ ବହିରେ ପଢ଼ୁଛି। ତା'ର ବିଶେଷତ୍ୱ ହେଉଛି କି ସେ ଆମେ ବୁଝୁଛେ କି ଆମେ ଜାଣୁଛେ ସେ ଚଣ୍ଡାଶୋକ ହୋଇଥିଲା, ଅନେଶପତଟି ତା'ର ଭାଇକୁ ହତ୍ୟା କରି ସେ ଚଣ୍ଡାଶୋକରେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ସେ ଚଣ୍ଡାଶୋକରୁ ଗୋଟେ ମାନେ ଫିଲ୍ମର ଯେମିତି ରୋଲ୍ ପ୍ଲେ ହୋଇଯାଏ, ସେହିପରି ଭାବରେ ସେ ଚଣ୍ଡାଶୋକର ମାନେ ଡାଇରେକ୍ଟ ଧର୍ମାଶୋକକୁ ଯେପରି ଭାବରେ ପରିବର୍ତ୍ତନ ହେଉଛି ଏହି ମାନେ ନାଟକୀୟ ଢଙ୍ଗକୁ, ସେଥିପାଇଁ ସେ ହେଉଛନ୍ତି କାଳଜୟୀ ଅମର। ଏହି ନାଟକୀୟ ଢଙ୍ଗିରେ ସେ ଯେମିତି ପରିବର୍ତ୍ତନ ହୋଇଯାଇଛନ୍ତି, ସେଥିପାଇଁ ହିଁ ତାଙ୍କୁ ଅମର ତୁଲ୍ୟ କରାଯାଉଛି। ଅଶୋକ ବୌଦ୍ଧ ଧର୍ମରେ ଦୀକ୍ଷିତ ହେବା ପରେ ସେ ପଶୁବଧ ନିଷିଦ୍ଧ କରିଥିବାର ବର୍ଣ୍ଣନା ତାଙ୍କର ପ୍ରଥମ ଶିଳାନୁଶାସନରେ ମିଳିଥାଏ। ଅର୍ଥାତ୍ ସେ ପଶୁମାନଙ୍କୁ ବଧ କରିବା ଅନୁଚିତ ବୋଲି କହୁଥିଲେ। ଅଶୋକଙ୍କ ଉଦ୍ଯୋଗରେ ପାଟଳିପୁତ୍ରଠାରେ ତୃତୀୟ ବୌଦ୍ଧ ସମ୍ମିଳନୀ ଆହୁତ ହୋଇଥିଲା। ଅର୍ଥାତ୍ ଅଶୋକଙ୍କର ମାନେ ତାଙ୍କର ଆଧିପତ୍ୟରେ ତୃତୀୟ ବୌଦ୍ଧ ସମ୍ମିଳନୀ କେଉଁଠାରେ ହୋଇଥିଲା, ଏହା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ସ, ଯାହାକୁ ଆପଣ ଯେତେ ଜଲ୍ଦି ପାରୁଛନ୍ତି ଟିପି ରଖନ୍ତୁ, ଏହାକୁ ନୋଟ୍ କରି ରଖନ୍ତୁ। ଅଶୋକଙ୍କ ଉଦ୍ଯୋଗରେ ଅର୍ଥାତ୍ ତାଙ୍କ ତତ୍ତ୍ୱାବଧାନରେ ପାଟଳିପୁତ୍ରଠାରେ ତୃତୀୟ ବୌଦ୍ଧ ସମ୍ମିଳନୀ ଆହୁତ ହୋଇଥିଲା। ତାଙ୍କର ସଭାପତିତ୍ୱ ଥିଲା ମୋଗଲିପୁତ ତିସା ହେଲା। ମୋଗଲିପୁତ ତିସାଙ୍କ ସଭାପତିତ୍ୱରେ ପାଟଳିପୁତ୍ରଠାରେ ତୃତୀୟ ବୌଦ୍ଧ ସମ୍ମିଳନୀ ଆହୁତ ହୋଇଥିଲା। ଇଏ ହେଉଛି ବହୁତ ବଢ଼ିଆ 2 ମାର୍କିଆ କୋଶ୍ଚିନ୍ଟି। ଅଶୋକ ନିଜର ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ଧର୍ମ ପ୍ରଚାର ନିମନ୍ତେ ସିଂହଲା ଅର୍ଥାତ୍ ଶ୍ରୀଲଙ୍କାକୁ ପଠାଇଥିଲେ। ଧର୍ମ ମହାମାତ୍ର ନାମରେ ନିଯୁକ୍ତ କର୍ମଚାରୀ ଲୋକମାନଙ୍କର ଆଧ୍ୟାତ୍ମିକ ଉନ୍ନତି ପାଇଁ ଜନସାଧାରଣଙ୍କୁ ଶିକ୍ଷା ଦେଉଥିଲେ। କଳିଙ୍ଗ ମୌର୍ଯ୍ୟ ସାମ୍ରାଜ୍ୟର ଏକ ପ୍ରଦେଶ ଭାବରେ ରହିଥିଲା। ତୋଷାଲି ଥିଲା ଏହାର ରାଜଧାନୀ। ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ଗଞ୍ଜାମ ଜିଲ୍ଲାର ଜୋଗଡ଼ଠାରେ ଅଶୋକଙ୍କର ଶିଳାନ୍ୟାସ ରହିଛି। ବିଶ୍ୱ ଭାତୃଭାବ ପ୍ରତିଷ୍ଠା କରିବା ଉଦ୍ୟମ। ଅଶୋକ ମାନେ ବିଶ୍ୱ ଭାତୃଭାବ କିପରି ଭାବେ ପ୍ରତିଷ୍ଠା କରିବେ, ଏହା ହେଉଛି ମଧ୍ୟ ଅଶୋକଙ୍କର ଗୋଟିଏ ଚିନ୍ତା। ଅଶୋକ ସିରିଆର ଶାସକ ସେକେଣ୍ଡ ଆଣ୍ଟିଓକସ୍ ଅର୍ଥାତ୍ ଦ୍ୱିତୀୟ ଆଣ୍ଟିଓକସ୍, ମିଶର ଶାସକ ଦ୍ୱିତୀୟ ଟଲେମି, ଫିଲାଡେଲ୍ଫିୟସ୍, ମାସିଡୋନିଆର ଶାସକ ଆଣ୍ଟିଗୋନାସ୍ ଅହିଂସା ବାଣୀ ପ୍ରଚାର କରିଥିଲେ। ସେମାନଙ୍କ ସହିତ ସେ ସମସ୍ତ ଅହିଂସା ବାଣୀ ସେମାନଙ୍କୁ ସେ ପ୍ରଚାର କରିଥିଲେ। ତାଙ୍କ ସହିତ ବିଶ୍ୱ ଭାତୃଭାବ ସେ ପ୍ରତିଷ୍ଠା କରିଥିଲେ। ଏହା ହେଉଛି ବୌଦ୍ଧ ଧର୍ମର ସମସ୍ତ କାରଣ ଆମେ ଆଲୋଚନା କରିସାରିଛେ। ଥ୍ୟାଙ୍କ ୟୁ, ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ, ଭାରତ ମାତା କି ଜୟ।